ହ୍ୟାଲୋ ଏଭ୍ରିୱାନ୍, ସକାଳୁ ସକାଳୁ ଆୟୁଷକୁ ଧରି ଚାଲିଗଲି ମାର୍କେଟ ହୋଲି କିଣିବା ପାଇଁ, କାହିଁକି ନା ଆଜି ପରା ହୋଲି। ହାପି ହୋଲି ଟୁ ଅଲ୍ ଅଫ୍ ୟୁ। ତାପରେ ଆସିକିନି ମୁଁ ଏଠି ଟିକେ ରେଡ଼ି ହେଇଗଲି। ହୋଲି ଖେଳ ସହ ଫଟୋ ସୁଟ୍ ବି ହେବ ନା, ଭଲ ଦେଖାଯିବା ଦରକାର ନା। ତାପରେ ଆୟୁଷଙ୍କର ମୋର ଖେଳ ସରିଲା ପରେ ଭିଡ଼ିଓ ହେଇସାରିଲା କିଛି। ଘର ସାରା ହୋଲି ଛିଞ୍ଚା ହେଇ ପୁରା ଘର ଅସନା ହେଲା। ବାସି ରୁଟି ଧରି ଛାତ ଉପରକୁ ପଳେଇଲି କାଉଙ୍କୁ ଦେବା ପାଇଁ। ତାପରେ ଆୟୁଷଙ୍କ ପାଇଁ ବନେଇ ଦେଇଥିଲି ଚା ସହ ବିସ୍କୁଟ୍। ମୋ ପାଖରେ ଆଉ ସମୟ ବି ନଥିଲା। ଲଞ୍ଚ ଖାଇକି ଆୟୁଷ ତାଙ୍କର ଡ୍ୟୁଟି ପଳେଇଲି। ସନ୍ଧ୍ୟା 5ଟାରେ ମୁଁ ପାଣି ଏଠି ଆକ୍ୱାଗାର୍ଡ଼ରୁ ବାହାର କରୁଛି, କାହିଁକିନା ଚୁଟିର ଯେଉଁ ଅବସ୍ଥା ହେଇଥିଲା ହୋଲି ଖେଳ ହେଇକିନି, ହୋଲି ଖେଳ ଠାରୁ ଫୋପଡ଼ା ହେଇଥିଲା ବେଶୀ ଫଟୋସୁଟ୍ ପାଇଁ। ତ ସେଥିପାଇଁ ମୁଁ ହେୟାର ୱାଶ୍ କରିକି ଏଠି କ୍ଷୀରରେ ମୁଁ ଟିକେ ଦହି ପକେଇକି ଟିକେ ବନେଇଦେଲି ଦହି। ତାପରେ ଆସିଲି ଟିକେ କୋଲ୍ଡ କଫି ବନେଇବା ପାଇଁ, କାହିଁକିନା ବହୁତ ଜୋରେ ଗରମ ହେଉଥିଲା। ତ ସେଠି ବନେଇ ସାରିଲା ପରେ ରାତି ପାଇଁ ଆୟୁଷ ତ ନାହାନ୍ତି ଡ୍ୟୁଟିରେ, ମୋ ନିଜ ପାଇଁ ମୁଁ ବନେଇଥିଲି ଅଣ୍ଡା ତରକାରୀ ସାଙ୍ଗ ଭାତ। ଆଉ ହଁ, ଆର ଫୁଲ୍ ଭିଡ଼ିଓ ମୁଁ ଅଲରେଡ଼ି ପୋଷ୍ଟ କରିଦେଇଛି, କମେଣ୍ଟ ବକ୍ସରେ ଦେଖିନେବେ। ଥ୍ୟାଙ୍କ ୟୁ।